କୁମାର ମହାନ୍ତି, ଭାଇସ୍ ଚେୟାରମ୍ୟାନ୍, ଓଡ଼ିଶା ପାଇପ୍ ଜଳ କମିଶନ। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଜଳ ଯୋଗାଣ ବିଭାଗରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବିରେ ଆମେ ଆସନ୍ତା 25 ତାରିଖ ଦିନ ଆମେ ଧାରଣା କାର୍ଯ୍ୟକ୍ରମ ରଖିଛୁ। ଏଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେବେ। ଓଡ଼ିଶାର 30ଟି ଜିଲ୍ଲାରୁ ସମସ୍ତ ଡିଭିଜନରୁ କର୍ମଚାରୀମାନେ ଯୋଗ ଦେବେ। ଆମେ ଆଶା କରୁଛୁ 25 ତାରିଖ ଦିନ ପାଣି ମଧ୍ୟ ବନ୍ଦ ହୋଇପାରେ। ଜନସାଧାରଣଙ୍କୁ ଆପଣମାନଙ୍କ ମାଧ୍ୟମରେ ଆମେ କ୍ଷମା ପ୍ରାର୍ଥନା କରୁଛୁ। ଯଦି କୋଉଠି ପାଣି ବନ୍ଦ ହୋଇଯାଏ ସେଥିପାଇଁ ଆମେ ଦାୟୀ ନୁହଁ, ରାଜ୍ୟ ସରକାର ଦାୟୀ ରହିବେ। ଏବଂ ଗୋଟିଏ ଦିନ ପାଇଁ ଆମେ ଆମର ପେଟ ପାଟଣା ପାଇଁ ଗାନ୍ଧୀ ମାର୍ଗରେ ଏକାଠି ହୋଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏବଂ ମାନ୍ୟବର ବାଚସ୍ପତି ମହୋଦୟଙ୍କୁ ଦାବିପତ୍ର ପ୍ରଦାନ କରିବୁ। ଅସ୍ଥାୟୀ କର୍ମଚାରୀମାନଙ୍କ ସ୍ଥାୟୀ ନିଯୁକ୍ତି ଆମର ପ୍ରଥମ ଦାବି ଏବଂ ଯଦି ରାଜ୍ୟ ସରକାର 15 ତାରିଖ ଭିତରେ ମାର୍ଚ୍ଚ 15 ଭିତରେ ସମାଧାନ ନ କରନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମାହୁତି ଦେବା ପାଇଁ ମିଳିତ ମଞ୍ଚ ନିଷ୍ପତ୍ତି ନେଇଛି। ଦେଖନ୍ତୁ, ପ୍ରତିଶ୍ରୁତି ଯେକୌଣସି ସରକାର ଆସିଛନ୍ତି ଆମର ସଂଗଠନ ସରକାରଙ୍କ ସାଙ୍ଗରେ ତାଙ୍କର ପ୍ରତିଶ୍ରୁତିକୁ ଆମେ ବିଶ୍ୱାସ କରି ଆନ୍ଦୋଳନ ଓହରି ଯାଉ। କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ସେମାନେ 100 ଟଙ୍କା ଗୋଟେ ପ୍ରୋତ୍ସାହନ ଦେଇଥିଲେ। 2 ବର୍ଷ ପରେ ଫେର ଆମେ ଆନ୍ଦୋଳନ କଲୁ, ଫେର ଗୋଟେ 100 ଟଙ୍କା ପ୍ରୋତ୍ସାହନ ଭତ୍ତା ଦେଲେ। ଆମକୁ ଦୟା କରିକିରି 5% ଆମକୁ କୌଣସି ଇନସେଣ୍ଟିଭ ଦେବା ଦରକାର ନାହିଁ, 10% ଇନସେଣ୍ଟିଭ ଦରକାର ନାହିଁ। ଆମକୁ ସ୍ଥାୟୀ ନିଯୁକ୍ତିର ଆବଶ୍ୟକତା ଅଛି। ଜଳ ଯୋଗାଣ କର୍ମଚାରୀ, ଜଳ ଯୋଗାଣ ବିଭାଗ ଗୋଟିଏ ଅତ୍ୟାବଶ୍ୟକ ସେବା ସଂସ୍ଥା। ଏହା 4.5 କୋଟି ଜନସାଧାରଣଙ୍କୁ ସକାଳୁ ରାତି ପର୍ଯ୍ୟନ୍ତ 24 ଘଣ୍ଟା ସେବା ଆମେ ଯୋଗାଉଛୁ। ଆମର ହକ୍ ଅଛି। ଆମ ହକ୍ ପାଇଁ ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛୁ ଆପଣମାନଙ୍କ ମାଧ୍ୟମରେ ଯେ ସେ ଆମର ଅଳ୍ପ ପିଲା ମାତ୍ର 1600 ପିଲାଙ୍କୁ ନିଯୁକ୍ତି ଦେଇ 10 କୋଟି ଟଙ୍କା ମାତ୍ର ଖର୍ଚ୍ଚ ହେବ। ସରକାରଙ୍କର 10 କୋଟି ଟଙ୍କା ଗୋଟେ ବଡ଼ ଟଙ୍କା ନୁହେଁ। ଆମେ ମଧ୍ୟ ରେଭିନ୍ୟୁ ଆଦାୟ କରୁଛୁ 16 ଲକ୍ଷ 17 ଲକ୍ଷ ଟଙ୍କା ମାସକୁ ଆଦାୟ କରୁଛୁ। ବର୍ଷକୁ 50 କୋଟି କି 30 କୋଟି ଟଙ୍କା ହବ ଆମେ ରେଭିନ୍ୟୁ ମଧ୍ୟ ଆଦାୟ କରିକି ଦଉଛୁ। ଆଜ୍ଞା, ଜଳ ଦେଖନ୍ତୁ ଆଜ୍ଞା, ଜଳ ସମସ୍ୟା ଆରମ୍ଭ ହେଇନାହିଁ। ଇଏ ପଞ୍ଚାୟତରାଜ ମନ୍ତ୍ରୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଆମର ଏ 2 ଜଣ ଯାକ ମନ୍ତ୍ରୀ ଜଳ ସମସ୍ୟା ବିଷୟରେ ତାଙ୍କର ଅଭିଜ୍ଞତା ବହୁତ କମ୍। ନୂଆ ମନ୍ତ୍ରୀ ହେଇଛନ୍ତି, ଜଳ ସମସ୍ୟା ସେ ଜାଣିନାହାନ୍ତି କ'ଣ ହଉଛି। ଆଗକୁ ଆପଣ ଜାଣିଥିବେ ଯେ କଟକରେ ଜଣ୍ଡିସ୍ ହେଲା କ'ଣ ପାଇଁ? ଯୋଉଠି ଆପଣମାନଙ୍କର କର୍ମଚାରୀ ନାହାନ୍ତି, କର୍ମଚାରୀର ଘୋର ଅଭାବ, ସେଠି ତୁମେ ଆଶା କ'ଣ କରିବ ଜଳ ଯୋଗାଣ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ? କର୍ମଚାରୀର ଘୋର ଅଭାବ। ତେଣୁ କର୍ମଚାରୀ ନିଯୁକ୍ତି ଆମର ଆବଶ୍ୟକତା ଅଛି। ସେଥିପାଇଁ ଆମେ ଆଜି ଧାରଣା ରାଲି କରୁ।